ଜମା 70 72 ବର୍ଷ ଧରିକି ଲଢିକି ଶେଷ ବେଳକୁ ସୁପ୍ରିମକୋର୍ଟ ଅର୍ଡର କଲେ। ସେ ତଥାପି ଏ ଅନ୍ଧବିଶ୍ୱାସରୁ ଏମାନେ ଦୂରୀଭୂତ ହେଇପାରିନାହାନ୍ତି। ଇଏ କଣ କରୁଛନ୍ତି, ଘର କୋଣରେ ବସିକି କଣ କରୁଛନ୍ତି, ଗୋଟେ ଛେଳି ଘିନି ଆଣୁଛନ୍ତି, ଏ ମା ଖାଉଛନ୍ତି ବୋଲିକି କହିକି ତାକୁ ହାଣୁଛନ୍ତି, ହାଣିକି ସମସ୍ତେ ରାନ୍ଧିକି ଖାଉଛନ୍ତି। ଏ ଜୀବଜନ୍ତୁ କିଏ ଚିହ୍ନି ପାରିଲେନି। ଏ ଜୀବଜନ୍ତୁ ପଶୁ ପକ୍ଷୀ ସବୁ ଆମରି ପୂର୍ବପୁରୁଷ ବଂଶଧର। ତାକୁ ଏମାନେ ନ ଚିହ୍ନି ପାରିକି ମାରିକି ଖାଇ ଦଉଛନ୍ତି। ସିଏ ଅନେଇଛନ୍ତି, ଆମକୁ ଶ୍ରଦ୍ଧା କରୁଛନ୍ତି, ଆମେ କଣ ତାଙ୍କ ପ୍ରତି କରୁଛେ। ଏ ସବୁ ଯେତେ ପ୍ରକାର ନିଶା ଖାଇକି ମଣିଷ ଭୁଲି ଯାଇଛି ସବୁ। ଏ ପ୍ରଥା ଦୂରୀଭୂତ ହବ। ଏ ଅନ୍ଧବିଶ୍ୱାସ ଦୂରୀଭୂତ ପାଇଁ ସୁପ୍ରିମକୋର୍ଟ ଯୋଉ ଅର୍ଡର କରିଛନ୍ତି, ସେଇ ଅର୍ଡର ଉପରେ ଏ ଅନ୍ଧବିଶ୍ୱାସକୁ ଦୂରୀଭୂତ କଲେ ଦୂରୀଭୂତ ହବ ଏକ। ଦ୍ୱିତୀୟ କଥା, ଇଏ ସନାତନ ଧର୍ମର ସୁରକ୍ଷା ହେଇପାରିବ। ଆଉ ସାରା ପୃଥିବୀରେ ଶ୍ରେଷ୍ଠ ଧର୍ମଶାସ୍ତ୍ର ଗୀତାକୁ ଅଧ୍ୟୟନ କଲେ ହେଇପାରିବ। ନହେଲେ ନାହିଁ ଇଏ ହଉଛି କଣ କହନି, ଇଏ ରତ୍ନାକର ଖଣ୍ଟଟା ବାଲ୍ମୀକି ଋଷି ହେଇଗଲା। ମା କାଳିଦାସ ମୂର୍ଖଟା କବି ପଣ୍ଡିତ ହେଇଗଲା। ଚଣ୍ଡାଳ ଅଶୋକଟା ମଣିଷ ହାଣୁଥିଲା, ସିଏ ଧର୍ମାଶୋକ ହେଇଗଲା। ଏ ଜନସମାଜରେ ଏ ମୂର୍ଖ ଇଏ ମଣିଷ ଗୁଡା କଣ ବାଟକୁ ଯିବେନି। ଏମାନେ ସିଏ ଜାଣିଲା ପରେ କେତେ ବଡ ସ୍ଥାନକୁ ଚାଲିଗଲେ। ଇଏ ହଉଛି ଆମ ଦେଶର ଭବିଷ୍ୟତ। ଏଇ ସବୁ ଏଇ ଛୁଆ ପିଲା ଦେଶର ଭବିଷ୍ୟତ, ବାପା ମାଙ୍କର ଭବିଷ୍ୟତ, ଆମ ଦେଶର ଭବିଷ୍ୟତ, ଆଉ ଭବିଷ୍ୟତ, ସମସ୍ତଙ୍କର ଭବିଷ୍ୟତ ହଉଛନ୍ତି ଏଇ ଦେଶର ଭବିଷ୍ୟତ। ଏଇ ଆମର ସ୍କୁଲ କଲେଜ ଛାତ୍ର ଛାତ୍ରୀ ଯୁବ ସମାଜ ଏମାନେ ପଥଭ୍ରଷ୍ଟ ହେଇସାରିଲେଣି। ଏମାନଙ୍କୁ କେମିତି ଆଣିକି ଆମେ ବାଟରେ ପହଞ୍ଚେଇବା, এইটা আমার কর্তব্য। এমানে নবকলেবর হেলে যাইকি বাটুকু আসবে। এমানে আঙ্ক লাগি পুরা কন্ডা উপরে গোটে নেলে সে ঠিক বাটুকু ଯିବେ। ଆଉ ମୂଳରୁ ତ ଆମେ ବିଶ୍ୱର ଗୁରୁ ଯିଏ ବାପା ମା ତାଙ୍କୁ ମାନିବାର କଥା। ବିଶ୍ୱର ଗୁରୁ କିଏ? ବିଶ୍ୱର ଗୁରୁ ବାପା, ଏ ମାଲିକ। ଆଉ ମା କିଏ? ଲକ୍ଷ୍ମୀ ଆଉ ମା ବସଧା। ଯଦି ଏମାନେ ଏ ମା ବସଧା ଇଏ ଏକ ବ୍ରହ୍ମ ଦ୍ୱିତୀୟ ନାସ୍ତି, ଆମ ପାଖରେ କହିଛି ତୁମେବ ମାତା ପିତା ତମେବ ତମେବ ବନ୍ଧୁ ସଖା ତମେବ ତମେବ ବିଦ୍ୟା ଦ୍ରବିଡ଼ ତମେବ ତମେବ ସର୍ବମ ଦେବ। ଆମେ ସେଇଆଙ୍କୁ, ସେଇ ଆମର ବାପା, ସେଇ ମା। ଆମେ ଆମ ବାପା ମା ଜନ୍ମ କରିଛନ୍ତି ଯେ ତାଙ୍କୁ ମାନିଲେନି। ଆଉ ସବୁ ନିଶା ଖାଇକି ମାତାଲ ପାଗଳ ଅଜ୍ଞାନୀ ହେଇଯାଇଛନ୍ତି। ଆମେ ଯଦି ନବକଳେବର ହେଇଯିବା, ସାରା ବିଶ୍ୱରେ ଶାନ୍ତିର ପ୍ରତିଷ୍ଠା ହେଇପାରିବ। ସେଥିଲାଗି ଆମର ସରକାର କଣ୍ଟା ଉପରେ ଦୃଷ୍ଟି ଦିଅନ୍ତୁ। ଆରେ ये ओडिशावासी भारतवासी ए समस्ते मते बारंबार चाहूचंदी। चाहवा परे मु एइटा आज मोर शेष कथा कहिली। जय जगन्नाथ।